ବାଙ୍କି ମାଟିର ଗୌରବ ଓଡ଼ିଶାର ବରପୁତ୍ର ବାଗ୍ମୀ ସାମ୍ବାଦିକତାର ଦ୍ରୋଣାଚାର୍ଯ୍ୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ଉତ୍ସବ ପାଳିତ। ଜନ୍ମମାଟି ବୈଦେଶ୍ୱରଠାରୁ ଆରମ୍ଭ କରି ରାଜଧାନୀର ଜୟଦେବ ବିହାର ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ମିଳିତ ଉଦ୍ୟମରେ ଜୟଦେବ ଭବନରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ବିଦ୍ୟାରତ୍ନ ଜୟନ୍ତୀ କାର୍ଯ୍ୟକ୍ରମ। ପୂର୍ବତନ ମନ୍ତ୍ରୀ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ବାଙ୍କିର ପୂର୍ବତନ ବିଧାୟକ ତଥା ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ପ୍ରଭାତ ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ରୂପେ ଉପସ୍ଥିତ ରହିଥିଲେ। ଉଭୟ ଅତିଥି ପଣ୍ଡିତ ବିଦ୍ୟାରତ୍ନଙ୍କ ଅଲିଭା ଗୁଣାବଳୀର ବିଭିନ୍ନ ଉପାଦେୟ ବର୍ଣ୍ଣନା କରିଥିଲେ। ନୀଳମଣି ବିଦ୍ୟାରତ୍ନ ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହୋଇନଥିଲା, ତା ପୂର୍ବରୁ ଉତ୍କଳ ଗୌରବ ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ମଧୁସୂଦନ ଦାସଙ୍କ ସହିତ ତାଙ୍କର ମାର୍ଗଦର୍ଶକ ଭାବରେ ଓଡ଼ିଆ ଜାତିକୁ ଓଡ଼ିଆ ଭାଷା ଭିତ୍ତିରେ ଗୋଟିଏ ପ୍ରଦେଶ ଗଠନ ପାଇଁ ଯେଉଁ ଉତ୍କଳ ସମ୍ମିଳନୀ ପକ୍ଷରୁ ଉଦ୍ୟମ ହେଉଥିଲା, ତା ସହିତ ସକ୍ରିୟ ଅବଦାନ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଥିଲା। ସେ ଆପଣମାନେ ଏ ପିଢ଼ିର ସାମ୍ବାଦିକ ଭାଇମାନେ, ମୋ ବିଚାରରେ ସ୍ୱାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଯଦିଓ ଗୌରୀଶଙ୍କର ରାୟ ଏବଂ ଉତ୍କଳ ଦୀପିକା ଇଏ ଅନନ୍ୟ, କିନ୍ତୁ ତା ସହିତ ସମ୍ବଲପୁର ହିତୈଷିଣୀ ଏବଂ ନୀଳମଣି ବିଦ୍ୟାରତ୍ନଙ୍କୁ ବିଯୁକ୍ତ କରିକିରି ଓଡ଼ିଆ ସାମ୍ବାଦିକତାର ଇତିହାସ କେବେ ସ୍ୱୟଂ ସମ୍ପୂର୍ଣ୍ଣ ହେବ ନାହିଁ। ତେଣୁ ସେହି ଦୃଷ୍ଟିରୁ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ। ଜଣେ ସାମ୍ବାଦିକ, ସମାଜ ସଂସ୍କାରକ, ଭାଷା ସୁରକ୍ଷା ଦିଗରେ ତାଙ୍କର ଏକନିଷ୍ଠ ଉଦ୍ୟମ ଏବଂ ସେ ସମୟରେ ପ୍ରୌଢ଼ ଶିକ୍ଷା ଏବଂ ବିଧବା ବିବାହର ପ୍ରବର୍ତ୍ତନ କରିବା ଏକ ସାମାଜିକ କାର୍ଯ୍ୟ, ଆକୁ ମଧ୍ୟ ନୀଳମଣି ବିଦ୍ୟାରତ୍ନ କରିଥିଲେ। ଆଜି ତାଙ୍କରି ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭା ଓଡ଼ିଶା ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ଏବଂ ନୀଳମଣି ବିଦ୍ୟାରତ୍ନ ରାଜ୍ୟସ୍ତରୀୟ ସ୍ମୃତି ସଂସଦ ଆନୁକୂଲ୍ୟରେ ଏଠି ଅନୁଷ୍ଠିତ ହେଉଥିଲା। ସିଏ ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଆମେ ଗଭୀର ଭାବରେ ଜଣାଉଛୁ। ବାଙ୍କି ବଡମ୍ବାକୁ ଯୋଡ଼ୁଥିବା ନୂତନ ସେତୁର ନାମକରଣ ପାଇଁ ସ୍ଥାନୀୟ ବାସିନ୍ଦାମାନେ ନୀଳମଣି ବିଦ୍ୟାରତ୍ନଙ୍କ ନାମ ଦାବି କରିଥିଲେ। ସେ କାମ କେତେ ବାଟ ଆଗକୁ? ସେ ତ ଟି ସେତୁ ହିସାବରେ ହୋଇଗଲା। ଯେଉଁ ସେତୁଟି ସିଂହନାଥ, ବୈଦ୍ୟନାଥ, ରାମନାଥ ତ୍ରିକୁଟ ଧାମର ସେତୁ, ତାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲାବେଳେ ତା ନାଁ ଟି ସେତୁ, ସେ ଯେହେତୁ ଟି ଭଳି ଦେଖାଗଲା, ସରକାର କହିଲେ ଆ ନାଁ ଟି ସେତୁ ଦିଆଯିବ। ଏବେ ଆପଣମାନେ ଜାଣିଥିବେ ବୈଦେଶ୍ୱରରେ ଏକ ବ୍ୟାରେଜ୍ ନିର୍ମିତ ହେଉଛି, ତାରି ନାଁ ଦିଆଯିବ ବିଦ୍ୟାରତ୍ନ ସାଗର। ଏବେ ଖୁବ୍ ଶୀଘ୍ର 400 କୋଟି ଟଙ୍କା ଟେଣ୍ଡର ହୋଇସାରିଛି। ସେ କାର୍ଯ୍ୟ ଆରମ୍ଭ ହେଲା ବେଳକୁ ସେ କାର୍ଯ୍ୟାରମ୍ଭ ହେବ ବିଦ୍ୟାରତ୍ନ ସାଗର ନାମରେ। जो आधुनिक ओडिशा आम देखुचे उत्कल जननी बोली जहाँ कहूचे, ताकू स्वतंत्र प्रदेश करने ये जो आमर भौगोलिक परिचिति आज दिन में अच्छी एवं यार मुमूर्षु भाषा साहित्य को बंचाइवाई 19 शताब्दी शेष भागे एवं 20 शताब्दी प्रारंभ में जो महामनीषी जो जोगजन्मा उद्यम करते नेतृत्व नहीं संगठित करने तेलुगु भाषाभाषी हिंदी भाषाभाषी ओडिया भाषा साहित्य को बचाई सम्बलपुरी हितैषिणी प्रजाबंधु ये दुईटी मध्यम एवं गुण दर्पण गंजाम गुण दर्पण तो आरंभ कर उत्कल दीपिका ओडिशा प्रथम संवादपत्र एडिटर हिसाब से सांबादिक ठारू सारस्वत साधना ठारू गंगाधर मेहर भली पल्ली कवि को अख्यात पल्लीरू सम्बलपुर हितैषिणी लेखा प्रकाशित करी स्वभाव कवि जे आम आज देखुचे देखा जन प्रोत्साहक हिसाब से थिले
ନେତୃତ୍ୱ ନେଇ ଆସିଛନ୍ତି। ଓଡ଼ିଶାର ଓଡ଼ିଆ ଜାତିର ସେ ପ୍ରାତଃସ୍ମରଣୀୟ ତାଙ୍କରି ପ୍ରେରଣାରେ ଉତ୍କଳଗୌରବ ମଧୁସୂଦନ ଦାସ ଗଞ୍ଜାମ ଜାତୀୟ ସଭା ନୀଳମଣି ବିଦ୍ୟାରତ୍ନ ରାଜାମାନଙ୍କୁ ନେଇକରି ଗଠନ କରିଥିଲେ, ଅନ୍ୟମାନଙ୍କୁ ଶୁଭେଚ୍ଛୁମାନଙ୍କୁ ନେଇକରି 1903ରେ ଉତ୍କଳ ସମ୍ମିଳନୀ ରମ୍ଭାଠାରେ ହେଇଥିଲା। ସେ ହିଁ ତା'ର ମୁଖ୍ୟ ସଂଗଠକ ଥିଲେ, ସୂତ୍ରଧର ଥିଲେ। ତେଣୁ ତାଙ୍କ ଆଉ ବଡ଼ମା ସେତୁର ନାମକରଣ ପାଇଁ ପଣ୍ଡିତ ବିଦ୍ୟାରତ୍ନଙ୍କ ନାମ ମଧ୍ୟ ଦାବି ହୋଇଥିଲା। କିଛି ପଦକ୍ଷେପ ସେ ଦାବିରେ ଆମେ ତାଙ୍କୁ ସୀମିତ କରିବାନି, ଆମେ ତାଙ୍କୁ ଆହୁରି ଉପରକୁ ନେବା। ମୁଁ ସେ ଆଞ୍ଚଳିକ ବିବାଦରେ ପଶିବାକୁ ଚାହୁଁନି। ସେ କହିବେ ସିଂହନାଥଙ୍କ ନାଁ ରହୁ, ଇଏ କହିବେ ନୀଳମଣିଙ୍କ ନାଁ ରହୁ, କିନ୍ତୁ ନୀଳମଣିଙ୍କ ନାଁରେ ଏକ ନୈଶ ବିଦ୍ୟାଳୟ କରିବା ହେଉଛି ଆମର ଇଚ୍ଛା। ବଡ଼ମ୍ବାବାସୀଙ୍କୁ ମୁଁ ବୁଝେଇଛି ଏବଂ ତାଙ୍କର ଗଞ୍ଜାମ ସାହିତ୍ୟ ସଭା ବଡ଼ମ୍ବା ରାଣୀ ଯେଉଁଠି ଦେଇଥିଲେ ତାଙ୍କୁ ନୀଳମଣି ବିଦ୍ୟାରତ୍ନ ଉପାଧି, ସେ ସ୍ମାରକୀ ତାଙ୍କର ରହିବା ପାଇଁ ସାହିତ୍ୟ ସଭା କେମିତି ହେବ ପ୍ରତିବର୍ଷ ଏବଂ ବିଦ୍ୟାରତ୍ନଙ୍କ ନାଁରେ ସେ ସାହିତ୍ୟ ସଭା ସଂଗଠିତ ହେବ, ସେଇଟା ବି ମୁଁ ଆଲୋଚନା ବି କରିଛି। କାର୍ଯ୍ୟକ୍ରମରେ ସୂଚନା ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ବରିଷ୍ଠ କବି ଅଶ୍ୱିନୀ ମିଶ୍ର, ଉତ୍କଳ ପ୍ରସଙ୍ଗର ସମ୍ପାଦିକା ସୁବକ୍ତା ତଥା ଆଲୋଚକ କୃଷ୍ଣ କେଶବ ଷଡ଼ଙ୍ଗୀ ଉପସ୍ଥିତ ରହି ବିଦ୍ୟାରତ୍ନଙ୍କ ବ୍ରିଟିଶ ବିରୋଧରେ ଶାଣିତ ଲେଖାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଉତ୍କଳ ଗଠନରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର 156ତମ ରାଜ୍ୟସ୍ତରୀୟ ଜୟନ୍ତୀ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ଭୁବନେଶ୍ୱର ଆନୁକୂଲ୍ୟରେ ଏଠି ଅନୁଷ୍ଠିତ ହୋଇଯାଇଛି ଜୟଦେବ ଭବନରେ। ଆଜି ସକାଳେ 8:30 ସମୟରେ ଜୟଦେବ ବିହାର ସ୍ଥିତ ପଣ୍ଡିତ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଆଜି ସନ୍ଧ୍ୟା ସଭାରେ ଆମର ନୀଳମଣି ବିଦ୍ୟାରତ୍ନଙ୍କର ବିଭିନ୍ନ ବ୍ୟକ୍ତିତ୍ୱର ଆୟାମ ସମ୍ପର୍କରେ ଆଲୋଚନା ରଖିଥିଲେ ନିମନ୍ତ୍ରିତ ବିଶିଷ୍ଟ ଅତିଥିବୃନ୍ଦ। ସବୁଠାରୁ ବଡ଼ କଥା ହେଲା ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଯାହାର ରୂପରେଖ ପ୍ରସ୍ତୁତ କରିବାର ଭିତ୍ତି ତିଆରି କରିଥିଲେ ନୀଳମଣି ବିଦ୍ୟାରତ୍ନ। ଗଞ୍ଜାମ ଓଡ଼ିଆ ସଭା ମାଧ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ବୀଜ ତାଙ୍କରି ହୃଦୟରେ ଅଙ୍କୁରିତ ହୋଇଥିଲା ଏବଂ ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ରୂପ ନେଇଥିଲା। ଆପଣ ସମସ୍ତେ ଜାଣନ୍ତି ଯେ ଗଞ୍ଜାମ ଓଡ଼ିଆ ସଭା ଉତ୍କଳ ସମ୍ମିଳନୀର ଗୋଟିଏ ଛୋଟିଆ ରୂପ ଏବଂ ତାପରେ ମଧୁବାବୁ ଯେ ମଧୁସୂଦନ ଦାସ କୁଳବୃଦ୍ଧ ସେ ନୀଳମଣି ବିଦ୍ୟାରତ୍ନଙ୍କର ପ୍ରୋତ୍ସାହନରେ ଏବଂ ଗଞ୍ଜାମ ଓଡ଼ିଆ ସଭାର ପ୍ରେରଣାରେ ପରବର୍ତ୍ତୀ 1903 ମସିହାରେ କଟକ ଇଦଗାହ ପଡ଼ିଆରେ ସେ ଉତ୍କଳ ସମ୍ମିଳନୀର ଆୟୋଜନ କରିଥିଲେ। ଇଏ ହେଲା ଗୋଟିଏ ଦିଗନ୍ତ। ଦ୍ୱିତୀୟ ହେଲା ଯେ ଯେତେବେଳେ ସମ୍ବାଦପତ୍ର ଓଡ଼ିଶାରେ ଆରମ୍ଭ ହେଉଥିଲା, ସମ୍ବାଦପତ୍ର କ୍ଷେତ୍ରରେ ଗୋଟେ ସମୃଦ୍ଧ ସମ୍ପାଦକତା ଆବଶ୍ୟକତା ଥିଲା, ସେତେବେଳେ ନୀଳମଣି ବିଦ୍ୟାରତ୍ନଙ୍କୁ ପ୍ରଥମେ ଚୟନ କରିଥିଲେ ସାର୍ ବାସୁଦେବ ସୁଢଳଦେବ ବାମଣ୍ଡାର ଅଧୀଶ୍ୱର, ଯିଏ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନାର ଦାୟିତ୍ୱ ଗୁରୁ ଦାୟିତ୍ୱ ନୀଳମଣି ବିଦ୍ୟାରତ୍ନଙ୍କୁ ଉପରେ ଦେଇଥିଲେ। ଯେତେବେଳେ କି ସେ ଜଣେ ସାଧାରଣ ଶିକ୍ଷକ ଥିଲେ, ସେ ଶିକ୍ଷକ ଭିତରେ ସେ ଯେଉଁ ପ୍ରତିଭାର ଅନ୍ୱେଷଣ କରିଥିଲେ ସୁଢଳଦେବ, ଯେଉଁଥିରେ ସେ ଏଭଳି ଏକ ଗୁରୁ ଦାୟିତ୍ୱ ଦେଲେ ଏବଂ ତାହାକୁ 13 ବର୍ଷ ବ୍ୟାପୀ ନୀଳମଣି ବିଦ୍ୟାରତ୍ନ ପୁରା ସଫଳତାର ସହିତ ତାକୁ ନିର୍ବାହ କରିଥିଲେ। ପରବର୍ତ୍ତୀ ସମୟରେ ଗଞ୍ଜାମ ଗୁଣଦର୍ପଣ, ପ୍ରଜାବନ୍ଧୁ, ଉତ୍କଳ ମଧୁପ ଏବଂ ଶେଷରେ ଉତ୍କଳ ଦୀପିକାର ସମ୍ପାଦକ ଥାଇ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେଣୁ ଜଣେ ସମ୍ପାଦକ, ଜଣେ ସାହିତ୍ୟିକ ଏବଂ ଜଣେ ସମାଜ ସଂସ୍କାରକ ବିଧବା ବିବାହ ପ୍ରଚଳନ, ବାଲ୍ୟ ବିବାହର ବିରୋଧ ଏବଂ ନୈଶ ବିଦ୍ୟାଳୟ ସହିତ ଅନେକ ସଂସ୍କାରଧର୍ମୀ ଲେଖାକୁ ସେ ପ୍ରୋତ୍ସାହିତ କରିଥିଲେ ଏବଂ ସେଇଥିରେ ସେ ନିଜକୁ ନିୟୋଜିତ କରିଥିଲେ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ପୁସ୍ତକ ସେ ରଚନା କରିଥିଲେ, ଯାହା ପ୍ରତ୍ୟେକ ଲୋକର ନିତ୍ୟ ବ୍ୟବହାର୍ଯ୍ୟ ଗ୍ରନ୍ଥ ଭାବରେ ସ୍ୱୀକୃତ ହୋଇଥିଲା। ତେଣୁ ଏଭଳି ଏକ ବହୁ ଆୟାମ ବିଶିଷ୍ଟ ମହାନ ବ୍ୟକ୍ତିତ୍ୱଙ୍କର ସ୍ମୃତି ଆଜି ସମଗ୍ର ରାଜ୍ୟବ୍ୟାପୀ ପାଳନ କରାଯାଇଛି ଏବଂ ବିଶେଷ କରି ଆମର ବାଙ୍କି ବୈଦ୍ୟେଶ୍ୱରରେ ତାଙ୍କର ଜନ୍ମମାଟିରେ ଆଜି ପ୍ରାତଃ କାଳରେ ବାଙ୍କିର ମାନ୍ୟବର ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସେଠି ନିର୍ବାହ କରାଯାଇଛି। ବାଙ୍କି ପ୍ରେସ୍ କ୍ଲବ୍ ଠାରୁ ଆରମ୍ଭ କରି ଏଠି ଭୁବନେଶ୍ୱର ରାଜଧାନୀରେ ରାଜ୍ୟସ୍ତରୀୟ ଜୟନ୍ତୀ ପର୍ଯ୍ୟନ୍ତ ଏକ ବ୍ୟାପକ ଉତ୍ସବର ଆଜି ଆୟୋଜନ ହୋଇଥିଲା। ତେଣୁ ପୂଜ୍ୟ ପୂଜାର ପରମ୍ପରାକୁ ଓଡ଼ିଶାରେ ଆହୁରି ବଢ଼େଇବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଅନୁଭବ କରି ଆମେ ସମସ୍ତେ ତାଙ୍କର ସ୍ମୃତିଚାରଣ ସହିତ ଏକ ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ବ୍ରତୀ ହେବା, ଇଏ ହେଉଛି ଆମର ସ୍ମୃତି ସଂସଦ ପକ୍ଷରୁ ନିବେଦନ। ଧନ୍ୟବାଦ। ବିଦ୍ୟାରତ୍ନଙ୍କ ଜନ୍ମମାଟିରେ ନବନିର୍ମିତ ସେତୁର ନାମକରଣ ପାଇଁ ପଣ୍ଡିତ ବିଦ୍ୟାରତ୍ନଙ୍କ ନାମକୁ ଦାବି କରାଯାଇଥିଲା। ସେ ଆମେ ଦାବି କରିଥିଲୁ ଏବଂ ସେ ଦାବି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର
କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ତାହାର କୌଣସି ମୀମାଂସା ଆସିନାହିଁ ବା ଆମକୁ କୌଣସି ସୂତ୍ର ସମ୍ପର୍କ ଦିଆଯାଇ ନାହିଁ। ଭବିଷ୍ୟତରେ ଆମେ ସିଂହନାଥ ପୀଠରେ ଯେମିତି ଆଜି ମାନ୍ୟବର ବିଧାୟକ ବଡ଼ମ୍ବା କହିଲେ ଯେ ସିଂହନାଥ ପୀଠରେ ଯେହେତୁ ବିଦ୍ୟାରତ୍ନ ଉପାଧି ପାଇଥିଲେ ନୀଳମଣି ବିଦ୍ୟାରତ୍ନ ସେଠି ତାଙ୍କର ଗୋଟେ ସ୍ମୃତି ଗୃହ ଯେଉଁଠି ତାଙ୍କୁ ନୀଳମଣି ବିଦ୍ୟାରତ୍ନ ଉପାଧି ଦେଇଥିଲେ ବଡ଼ମ୍ବା ରାଣୀ ତାର କାର୍ଯ୍ୟ ବଢ଼ୁଛି ଏବଂ ଭବିଷ୍ୟତରେ ନିଶ୍ଚିତ ଭାବରେ ଆମେ ଆଶା ରଖିଛୁ ଯେ ଏ ସମ୍ପର୍କର ସେତୁ ଭବିଷ୍ୟତରେ ନିଶ୍ଚିତ ଭାବରେ ବିଦ୍ୟାରତ୍ନ ସେତୁର ନାମ ପାଇବ। ସେଥିପାଇଁ ବିଦ୍ୟାରତ୍ନ ସ୍ମୃତି ସଂସଦ ମଧ୍ୟ କାର୍ଯ୍ୟ କରୁଛି ଏବଂ ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଆମେ ଅନୁରୋଧ ଜଣାଉଛୁ ଏ କାର୍ଯ୍ୟକ୍ରମକୁ ଆଉ ଟିକେ ବଳିଷ୍ଠ କରିବା ପାଇଁ। ସ୍ମୃତି ସଂସଦର ଯାହା କାର୍ଯ୍ୟକ୍ରମ ସେଥିରୁ ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ବିଦ୍ୟାର୍ଥୀଙ୍କ ଅବଦାନ ଜଣାପଡ଼େ କିନ୍ତୁ ନୂଆ ସେତୁର ନା କି ସେତୁ ଅଧା ଓଡ଼ିଆ ଅଧା ଇଂରାଜୀ କେତେ ଠିକ୍ ନାଇଁ ସେଇଟା ତ ସରକାରୀ କାର୍ଯ୍ୟକ୍ରମ ଭିତରେ ରହିଛି। ଆମେ ବି ତାକୁ କରିଥିଲୁ ଦାବି କରିଥିଲୁ ପ୍ରଥମେ ବି ସେଇ ପ୍ରକାରର ଆଲୋଚନା ମଧ୍ୟ ହେଇଥିଲା। ଆଶା କରୁଛି ରାଜ୍ୟ ସରକାର ଏହା ଉପରେ ଖୁବ୍ ଶୀଘ୍ର ସଦୟ ଦୃଷ୍ଟି ଦେବେ ଏବଂ ନିଶ୍ଚିତ ଭାବରେ ତାର ପରିବର୍ତ୍ତନ ହେବ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ବୁଦ୍ଧିଜୀବୀ ବିଶେଷ କରି ବାଙ୍କୀ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ସାମ୍ବାଦିକ ଆଇନଜୀବୀ ଉପସ୍ଥିତ ରହିଥିଲେ। ଭୁବନେଶ୍ୱରରୁ ବର୍ଷା ଦାସଙ୍କ ରିପୋର୍ଟ, ରେନବୋ ମିଡ଼ିଆ।